ମୋ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ମାନେ ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି। ମୋ ବାର୍ତ୍ତା ହେଉଛି ମୋର ଯେ ଦୋଳ ପୂର୍ଣ୍ଣିମା ଆଉ ହୋଲି ପାଇଁ ଏତିକି ମାତ୍ର ବାର୍ତ୍ତା। ଦୋଳ ପୂର୍ଣ୍ଣିମା ପାଇଁ ବାର୍ତ୍ତା ହେଉଛି କାରଣ ଦୋଳ ପୂର୍ଣ୍ଣିମା ହେଉଛି ଏକ ମାନେ ଆଧ୍ୟାତ୍ମିକ ମାନେ ଉତ୍ସବ ସେଇଟା। ଦୋଳ ପୂର୍ଣ୍ଣିମା ଆମକୁ ଶିକ୍ଷା ଦିଏ ଯେ ପୂର୍ଣ୍ଣିମାରେ ଯେଉଁ ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାଙ୍କର ଯେଉଁ ସଂକୀର୍ତ୍ତନ ବା ଯେଉଁ ଉତ୍ସବ ପାଳନ ହୁଏ ତାଙ୍କୁ ସାରା ଓଡ଼ିଶାରେ, ଏବଂ ସେ ଆମକୁ ମେସେଜ ଦିଏ ଯେ ସେ ଉତ୍ସବ ଆମକୁ ଗୋଟିଏ କଥା ସଚେତନ କରେ ଯେ ଦିବ୍ୟ ପ୍ରେମର ଗୋଟେ ମାନେ ସମ୍ମିଳିତ ହୋଇଛି କୃଷ୍ଣ ଏବଂ ରାଧାଙ୍କ ଭିତରେ ଭକ୍ତି ଏବଂ ଦିବ୍ୟ ପ୍ରେମ। ଏହାର ଗୋଟେ ଅପୂର୍ବ ସମନ୍ୱୟ ହେଇଛି। ଭକ୍ତି ଏବଂ ଦିବ୍ୟ ପ୍ରେମର ଗୋଟେ ଅପୂର୍ବ ସମନ୍ୱୟ ଆମେ ଦେଖିବାକୁ ପାଉ ଯେ ଏଇ ଦୋଳ ପୂର୍ଣ୍ଣିମାରୁ। ଏବଂ ଆମକୁ ହୋଲି ଗୋଟିଏ ବି ବାର୍ତ୍ତା ଦିଏ, ସମାଜକୁ ସମଗ୍ର ବିଶ୍ୱକୁ ଗୋଟେ ବାର୍ତ୍ତା ଦିଏ। ହୋଲି ଆମେ ଦେଖୁ ଯେ ଜାତି ଧର୍ମ ବର୍ଣ୍ଣ ଦେଶ ରାଜନୀତି ସମସ୍ତ ଊର୍ଦ୍ଧ୍ୱରେ ଆମକୁ ଗୋଟେ ଏକତାର ବାର୍ତ୍ତା ଦିଏ ଏବଂ ଗୋଟେ ଭାଇଚାରାର ସେ ବାର୍ତ୍ତା ଦିଏ। କାରଣ ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ଆଗାମୀ ଏଇ 24 ଘଣ୍ଟା ଭିତରେ ତୃତୀୟ ବିଶ୍ୱଯୁଦ୍ଧ କାହିଁକି ନ ହେବ, ଯେ କାରଣ ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ଆଟାକ୍ କରିପାରେ ଆମେରିକା। ତେଣୁ ଏ ବାର୍ତ୍ତା ଆମକୁ ଦେଉଛି ଯେ ଆମେ ସମସ୍ତେ ସେଇ ବସୁଧୈବ କୁଟୁମ୍ବର ଆମ ବାର୍ତ୍ତା ଦେଉଛି ଦୋଳ ପୂର୍ଣ୍ଣିମା ହୋଲି। ଆମେ ସମସ୍ତେ ହେଉଛି ଗୋଟିଏ ବିଶ୍ୱ, ଆମେ ସମସ୍ତେ ସେଇ ଅମୃତର ସନ୍ତାନ। ଆମେ ସେଇ ଦିବ୍ୟ ପ୍ରେମରେ ଆମେ ବାନ୍ଧି ହୋଇ ରହିବା। ଆମ ଭିତରେ ଦ୍ୱେଷ ନାହିଁ, ଆମ ଭିତରେ ଈର୍ଷା ନାହିଁ, ଆମ ଭିତରେ ଶତ୍ରୁତା ନାହିଁ। ଆମେ ସେଇ ବିଶ୍ୱ ପ୍ରେମରେ ଆମେ ସମସ୍ତେ ସମ୍ମିଳିତ ହୋଇ ରହିବା। ସେ କୃଷ୍ଣ ପ୍ରେମରେ, ସେ ରାଧାଙ୍କ ପ୍ରେମରେ ଆମେ ଏଇ ବାର୍ତ୍ତା ଦେଉଛି ସମଗ୍ର ଭାରତବର୍ଷ ସମଗ୍ର ବିଶ୍ୱକୁ ବାର୍ତ୍ତା ଦେଉଛି। ପ୍ରେମ ହିଁ ସମସ୍ତଙ୍କୁ ବାନ୍ଧି ରଖିବ ଏକତାର ସୂତ୍ରରେ ଏବଂ ଭାଇଚାରାର ସୂତ୍ରରେ। ସମଗ୍ର ବିଶ୍ୱକୁ ସେ ବାନ୍ଧି ରଖୁଛି ଗୋଟେ ପରିବାରରେ।